ଦେଖନ୍ତୁ ଆଉ କିଛି ଦିନ ପରେ ଇନଫ୍ୟାକ୍ଟ ମୁଁ କହିବି ପାର୍ବଣ ଋତୁ ଆରମ୍ଭ ହୋଇଗଲାଣି। ଭୁବନେଶ୍ୱରରେ ବହୁତ ଜାକଜମକରେ ବହୁତ ଆଡ଼ମ୍ବର ସହିତ ଦୁର୍ଗା ପୂଜା ପାଳନ କରାଯାଇଥାଏ। ଭୁବନେଶ୍ୱରର ସମସ୍ତ ନାଗରିକ ଦୁର୍ଗା ପୂଜାରେ ବହୁତ ହର୍ଷ ଉଲ୍ଲାସ ସହିତ ଅଂଶଗ୍ରହଣ କରିଥାନ୍ତି। ତ କମିଶନରେଟ୍ ପୁଲିସର କର୍ତ୍ତବ୍ୟ, କମିଶନରେଟ୍ ପୁଲିସର ଦାୟିତ୍ୱ ଯେ ଆମେ ଗୋଟେ ସେନ୍ସ ଅଫ୍ ସିକ୍ୟୁରିଟି ଆମର ଭୁବନେଶ୍ୱରର ନାଗରିକମାନଙ୍କୁ ଯୋଗାଇ ଦେବୁ। ସୁରକ୍ଷା ଏବଂ ନିରାପତ୍ତା ହେଉଛି ଆମର ଅବଜେକ୍ଟିଭ୍। ଆମେ ଏନ୍ସିଓର କରୁଛୁ କୌଣସି ପ୍ରକାର ବିଶୃଙ୍ଖଳା ଯେମିତି ନ ହେଉ ଏବଂ ଆଣ୍ଟି ସୋସିଆଲ୍ ଏଲିମେଣ୍ଟସ୍ ଏବଂ ଅସାମାଜିକ ତତ୍ତ୍ୱକୁ ଆମେ କଡ଼ା ଚେତାବନୀ ଦେବାକୁ ଚାହୁଁଛୁ ଫ୍ଲାଗ ମାର୍ଚ୍ଚ ଜରିଆରେ ଯେ ତାଙ୍କର କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ବିଶୃଙ୍ଖଳା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂଜା ହର୍ଷ ଉଲ୍ଲାସ ସହିତ ପାଳନ କରାଯିବାର ଆବଶ୍ୟକତା ଅଛି। ସମସ୍ତେ ଘରୁ ଆସି ମା ଜଗଜ୍ଜନନୀଙ୍କ ଦର୍ଶନ କରନ୍ତୁ। ବିଭିନ୍ନ ଫେଷ୍ଟିଭାଲ ଏବଂ ଫେଷ୍ଟିଭ୍ ଅକେଜନ୍ରେ ସମସ୍ତେ ସାମିଲ ହୁଅନ୍ତୁ ଏବଂ ଆନନ୍ଦର ସହିତ ଏହି ପାର୍ବଣ ଯେମିତି ଆମେ ସମାପନ କରିବୁ ତାହା ହିଁ ଆମର ଏକମାତ୍ର ଲକ୍ଷ୍ୟ। ଆମେ କମ୍ୟୁନିଟିକୁ ନେଇକରି ଲୋକଙ୍କୁ ନେଇକରି ତାଙ୍କର ମତାମତକୁ ନେଇକରି ଲୋକଙ୍କର ମତାମତକୁ ନେଇକରି ଆମେ এই ପୂଜାଟାକୁ ଅର୍ଗାନାଇଜ୍ କରିବୁ। ଆମେ এই ଅଞ୍ଚଳର ଲୋକଙ୍କୁ ବି ଆପିଲ୍ କରୁଛୁ ଆପଣଙ୍କ ମାଧ୍ୟମରେ ଏବଂ ଏଣ୍ଟାୟାର ଭୁବନେଶ୍ୱରର ପବ୍ଲିକକୁ ଆପିଲ୍ କରୁଛୁ ଯେ ଭୁବନେଶ୍ୱର ୟୁପିଡି ପୁଲିସ ପ୍ରସ୍ତୁତ ଅଛି। ଆଗରୁ ମଧ୍ୟ এই କାର୍ଯ୍ୟକ୍ରମ ଚାଲିଛି। ଏବେ ଆମର ସେଣ୍ଟ୍ରାଲ ଫୋର୍ସେସ୍ ଆସିଛନ୍ତି। ପ୍ରତ୍ୟେକ ଦିନ ଆମେ ସବୁ ଲୋକେସନରେ ଫ୍ଲାଗ ମାର୍ଚ୍ଚ କରିବୁ ଲୋକଙ୍କ ମନରେ ଗୋଟେ ସେନ୍ସ ଅଫ୍ ସିକ୍ୟୁରିଟି ଜନ୍ମାଇବା ପାଇଁ। ଏବଂ ମୁଁ ଭାବୁଛି ଯେ ସମସ୍ତଙ୍କ ସହଯୋଗରେ ଏବଂ ସମସ୍ତଙ୍କର ସହଭାଗିତାରେ এই পূজা মধ্যে আমি অতি আনন্দ সহিত সমাপন করা। স্যার আজির যে ফ্লাগ মার্চ হল এতে কেতে ফোর্সেস